ఆగండి. ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁଆଣୀ 35,000 ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନାକୁ ରଙ୍ଗେ ହାତ ଧରିଛନ୍ତି ଭିଜିଲାନ୍ସ ଟିମ୍। ଏହି ବାବୁଆଣୀଙ୍କର ଲାଞ୍ଚ ନେବା ଥିଲା ପୁରୁଣା ଅଭ୍ୟାସ। ଏକ ଫାର୍ମର ପୋଖରୀ କାମ ଶେଷ ହେବା ପରେ ବିଲ୍ ପାସ୍ କରାଇଦେବା ନାଁରେ ସେ ଜଣେ ହିତାଧିକାରୀଙ୍କ ଠାରୁ 35,000 ଟଙ୍କା ପିସି ଦାବି କରିଥିଲେ। ତେଣୁ ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଲାଞ୍ଚୁଆ ବାବୁଆଣୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଭିଜିଲାନ୍ସ ଟିମ୍। ଆଉ ପ୍ରିୟଙ୍କା ଜେନା ହିତାଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ରଙ୍ଗେ ହାତ ଧରିଥିଲେ। ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଚାଲିଛି। ତେବେ ରାଜ୍ୟରେ ଦୁର୍ନୀତିଖୋର ଓ ଲାଞ୍ଚୁଆ ଅଧିକାରୀଙ୍କ ସଂଖ୍ୟା ଖୁବ୍ ଅଧିକ। କାହିଁକିନା ଏବେ ଭିଜିଲାନ୍ସ ତତ୍ପରତା ଦେଖାଉଥିବା ବେଳେ ପ୍ରାୟତଃ ପ୍ରତ୍ୟେକ ଦିନ କେହି ନା କେହି ଦୁର୍ନୀତିଖୋର ବା ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଟିମ୍ ହାତରେ ଧରାପଡୁଛନ୍ତି। ସେମାନେ ଜନସାଧାରଣଙ୍କ ଟିକସ ପଇସାରୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ତଥାପି ବି ସେମାନଙ୍କର କୌଣସି କାମ କରିବାକୁ ହେଲେ ଲାଞ୍ଚୁଆ ଅଧିକାରୀମାନେ ଟଙ୍କା ନ ପାଇଲେ କାମ କରନ୍ତି ନାହିଁ। ଅନେକ ଲାଞ୍ଚୁଆ ଅଧିକାରୀମାନେ ଖସି ଯାଉଥିବା ବେଳେ କିଛି ଅଧିକାରୀଙ୍କୁ ଏବେ ଭିଜିଲାନ୍ସ ଟିମ୍ ଟ୍ରାପ୍ କରି ଧରୁଥିବା ଦେଖାଯାଉଛି। କିନ୍ତୁ ତା ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଲାଞ୍ଚୁଆ ଅଧିକାରୀମାନଙ୍କ ଉପରେ ସଠିକ୍ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପୁଣି ସେମାନଙ୍କର ପୁରୁଣା ଅଭ୍ୟାସ ଯେମିତି ଚାଲୁଥିଲା ସେମିତି ଚାଲୁ ରଖୁଛନ୍ତି। ତେବେ ଯଦି ଲାଞ୍ଚୁଆ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା ତାହେଲେ ହୁଏତ କିଛି ମାତ୍ରାରେ ଲାଞ୍ଚ କାରବାର ରୋକାଯାଇ ପାରନ୍ତା। लोकेशन देबी लोकेशन दउची କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ତୁଳସୀରାମ ଛତ୍ରିଆଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।